ତ ପ୍ରଥମ ଟେଷ୍ଟ ଖେଳିବେ 11 ଜଣ ଭାରତ ଖେଳି ଶ୍ରୀଲଙ୍କା ସହିତ, ଯେଉଁଥିରେ ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ଖେଳିବ ଭାରତ ପ୍ରଥମ ଟେଷ୍ଟ ମ୍ୟାଚ୍। ବୁମରା ପ୍ରଥମ ଟେଷ୍ଟ ମ୍ୟାଚ୍ ନୁହେଁ, ଏଣିକି ସମ୍ପୂର୍ଣ୍ଣ ଶ୍ରୀଲଙ୍କା ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ବୁମରା ଜାଗାରେ ଜାମ୍ମୁ କାଶ୍ମୀରର ଫାଷ୍ଟ ବୋଲର ଆକିବ ନବୀକୁ ମୌକା ମିଳିଛି ସ୍କ୍ୱାଡ୍ରେ। ବୁମରାଙ୍କ ଆଣ୍ଠୁରେ ପୁରୁଣା ଦର୍ଜ ଆରମ୍ଭ ହୋଇଛି। 31 ଜୁଲାଇରେ ଫିଟନେସ୍ ଟେଷ୍ଟ ପାସ୍ କରିଥିଲେ ବୁମରା, କିନ୍ତୁ ଅଗଷ୍ଟ 2ରେ ବୁମରା ବୋଲିଂ କରୁ କରୁ ପ୍ରାକ୍ଟିସ୍ ସେସନ୍ରେ ତାଙ୍କ ଆଣ୍ଠୁରେ ଦର୍ଜ ଆରମ୍ଭ ହେବାକୁ ଲାଗିଲା, ଯେଉଁଥିପାଇଁ ସେ ଶ୍ରୀଲଙ୍କା ଗସ୍ତରେ ଆସିପାରିଲେନି। ବୁମରା ଗଲା ପରେ ପେସ୍ ଆଟାକର ସମ୍ପୂର୍ଣ୍ଣ ଦାୟିତ୍ୱ ସିରାଜ ଉପରେ। 2025 ଠାରୁ ଏଣିକି ସବୁଠୁ ବେଶୀ ଓଭର ବୋଲିଂ କରିଛନ୍ତି ଟେଷ୍ଟ ଫର୍ମାଟ୍ରେ ମହମ୍ମଦ ସିରାଜ ଭାରତ ପାଇଁ। ମହମ୍ମଦ ସିରାଜ 2025 ପରଠାରୁ 324 ଓଭର ବୋଲିଂ କରିଛନ୍ତି। ସିରାଜ ବର୍ତ୍ତମାନ ଟେଷ୍ଟ ଉପରେ ଫୋକସ୍ କରୁଛନ୍ତି। ବୁମରା ନିଜର ଗତ ଟେଷ୍ଟ ମ୍ୟାଚ୍ 2025ରେ ଖେଳିଥିଲେ ନଭେମ୍ବର ମାସରେ। ଆଶା ଥିଲା ବୁମରା କମ୍ବ୍ୟାକ୍ କରିବେ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ରେ, କିନ୍ତୁ ଏହା ହୋଇପାରିଲାନି। ଏବେ ସମ୍ପୂର୍ଣ୍ଣ କାର୍ଯ୍ୟଭାର ସିରାଜ ଉପରେ, କାରଣ ବୁମରାକୁ ଛାଡ଼ିଦେଲେ ମହମ୍ମଦ ସିରାଜ ଏକ୍ସପିରିଏନ୍ସ ବୋଲର ବର୍ତ୍ତମାନ ଟେଷ୍ଟ କ୍ରିକେଟରେ ଭାରତ ପାଇଁ। ଯେବେରୁ ବୁମରା ଯାଇଛନ୍ତି ସିରାଜଙ୍କର 5ଟା ୱିକେଟ୍ ନେବାର ପ୍ରକ୍ରିୟା ବଢ଼ିଯାଇଛି। ଦର୍ଶକ ବନ୍ଧୁମାନେ, ବୁମରା ଗଲା ପରେ ସିରାଜ ସବୁଠୁ ବେଶୀ 3 ଥର 5ଟା ୱିକେଟ୍ ନେବାରେ ସଫଳ ହୋଇଛନ୍ତି ଟେଷ୍ଟ କ୍ରିକେଟରେ। ଭାରତ ଟିମ୍ ପହଞ୍ଚିଯାଇଛି ଶ୍ରୀଲଙ୍କାରେ। ଅଭ୍ୟାସ ମଧ୍ୟ ଆରମ୍ଭ କରିଛି ପ୍ରଥମ ଟେଷ୍ଟ ପାଇଁ। ପ୍ରଥମ ଟେଷ୍ଟ ଗାଲେ ମଇଦାନରେ ଖେଳାଯିବ। ତା ପୂର୍ବରୁ ୟଶସ୍ୱୀ ଜୟସ୍ୱାଲ ଆଉ କେଏଲ୍ ରାହୁଲ ଏହି 2 ଜଣ ମିଶିକି ନେଟ୍ରେ ପ୍ରାକ୍ଟିସ୍ କରୁଛନ୍ତି ଆଉ ସ୍ପିନ୍ ବୋଲିଂ ବିରୁଦ୍ଧରେ ଭେଦ କରୁଛନ୍ତି ନିଜର ବ୍ୟାଟିଂ ଅଭ୍ୟାସ। ଶ୍ରୀଲଙ୍କାରେ 2ଟା ଟେଷ୍ଟ ମ୍ୟାଚ୍ରେ ଟର୍ଣ୍ଣିଂ ପିଚ୍ ରହିବ। ଭାରତ ସେଥିପାଇଁ 3ଟା ସ୍ପିନର ସହିତ ଓହ୍ଲାଇବ ପ୍ରଥମ ଆଉ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ, ଆଉ 2ଟା ପେସ୍ ବୋଲର ସହିତ ପ୍ଲେଇଂ 11ରେ। ଓପେନର ୟଶସ୍ୱୀ ଜୟସ୍ୱାଲ ଆଉ ଭାଇସ୍ କ୍ୟାପ୍ଟେନ୍ କେଏଲ୍ ରାହୁଲ ଓପେନର ରହିବେ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ। ନମ୍ବର 3ରେ ଦେବଦୂତ ପଡ଼ିକ୍କାଲ ରହିବେ, ଯେଉଁ ଜାଗାରେ ସାଇ ସୁଦର୍ଶନ ଖେଳୁଥିଲେ। ସାଇ ସୁଦର୍ଶନ ବାଦ୍ ପଡ଼ିଛନ୍ତି ପ୍ରଥମ ଟେଷ୍ଟରୁ। ସାଇ ସୁଦର୍ଶନ ଏବେ ବି ଅନଫିଟ୍ ଅଛନ୍ତି ଆଉ ଶ୍ରୀଲଙ୍କା ଗସ୍ତରେ ଆସିନାହାନ୍ତି। ତାଙ୍କୁ ବର୍ତ୍ତମାନ ଫିଟନେସ୍ର କ୍ଲିୟରେନ୍ସ ମିଳିନାହିଁ। ନମ୍ବର 4ରେ ଅଧିନାୟକ ସୁମନ ରହିବେ। ନମ୍ବର 5ରେ ୱିକେଟ୍ କିପର ରିଷଭ ପନ୍ତ। ନମ୍ବର 6ରେ ଧ୍ରୁବ ଜୁରେଲ। ନମ୍ବର 7 ରହିବେ ଟେଷ୍ଟ ନମ୍ବର 1 ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ସ୍ପିନର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ୍ସପିରିଏନ୍ସ ରଖୁଛନ୍ତି ଶ୍ରୀଲଙ୍କା ମାଟିରେ ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ। ନମ୍ବର 8ରେ ରହିବେ ସ୍ପିନର କୁଲଦୀପ ଯାଦବ। କୁଲଦୀପ ଯାଦବଙ୍କ ବୋଲିଂ ସହିତ ବ୍ୟାଟିଂ ବି ସାହାଯ୍ୟ କରିବ ଭାରତକୁ ଶ୍ରୀଲଙ୍କାରେ। କୁଲଦୀପ ନିଜ ବ୍ୟାଟିଂକୁ ମଧ୍ୟ ସୁଦୃଢ଼ କରିଛନ୍ତି ବିଗତ କିଛି ବର୍ଷ ହୋଇଯିବ ଟେଷ୍ଟ ଫର୍ମାଟ୍ରେ। ସାଉଥ୍ ଆଫ୍ରିକା ବିପକ୍ଷ ଗୋଟେ ଟେଷ୍ଟ ମ୍ୟାଚ୍ରେ 14 ଓଭର ଯାଏଁ ବ୍ୟାଟିଂ କରିଥିଲେ କୁଲଦୀପ। 134 ବଲ୍ ଖେଳିଥିଲେ ଆଉ 19 ରନ୍ କରିଥିଲେ। ଯେତେବେଳେ ବାକି ବ୍ୟାଟ୍ସମ୍ୟାନମାନେ ଫେଲ୍ ମାରିଥିଲେ ଟପ୍ ଅର୍ଡର ଆଉ ମିଡିଲ୍ ଅର୍ଡରରେ, ସେତେବେଳେ କୁଲଦୀପ ଯାଦବ ବଞ୍ଚାଇଥିଲେ ଭାରତକୁ କିଛି ଓଭର। ସେହିଭଳି ନମ୍ବର 9ରେ ଆସିବେ ସ୍ପିନର ମାନବ ସୁତାର। ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଯାହାକି ଅନଅଫିସିଆଲ୍ ଥିଲା, ସେଥିରେ ଡେବ୍ୟୁ କରିଥିଲେ ମାନବ ସୁତାର ଆଉ ନିଜ ପ୍ରଥମ ଟେଷ୍ଟ ମ୍ୟାଚ୍ରେ 6ଟା ୱିକେଟ୍ ନେବାରେ ସଫଳ ହୋଇଥିଲେ ପ୍ରଥମ ଇନିଂସରେ, ଆଉ ଦ୍ୱିତୀୟ ଇନିଂସରେ ଗୋଟେ ୱିକେଟ୍ ପାଇଥିଲେ। ବ୍ୟାଟିଂରେ ମଧ୍ୟ 28 ରନ୍ କରିଥିଲେ ଆଉ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପାଇଥିଲେ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ। ୟାଙ୍କୁ ଏବେ ଦ୍ୱିତୀୟ ଥର ପାଇଁ ମୌକା ମିଳୁଛି ଶ୍ରୀଲଙ୍କା ସିରିଜ୍ରେ। ନମ୍ବର 10ରେ ଆସିବେ ପେସ୍ ବୋଲର ମହମ୍ମଦ ସିରାଜ। ନମ୍ବର 11 ରହିବେ ଦ୍ୱିତୀୟ ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା। ଏହିଭଳି ରହିବ ପ୍ରଥମ ଟେଷ୍ଟ ପ୍ଲେଇଂ 11 ଭାରତର। ଦର୍ଶକ ବନ୍ଧୁମାନେ, ବୁମରା ଜାଗାରେ ଆସିଥିବା ଜାମ୍ମୁ କାଶ୍ମୀରର ବୋଲର ଆକିବ ନବୀ, ଇଏ କିନ୍ତୁ ପ୍ରଥମ ଟେଷ୍ଟ ମ୍ୟାଚ୍ରୁ ବାଦ୍ ପଡ଼ିବେ। ପ୍ରଥମ ଟେଷ୍ଟ ମ୍ୟାଚ୍ ଅଗଷ୍ଟ 15 ତାରିଖରେ ଖେଳାଯିବ ଗାଲେ ମଇଦାନରେ। ଅଗଷ୍ଟ 15 ତାରିଖ ସେଦିନ ସ୍ୱାଧୀନତା ଦିବସ ଅଛି। ସେହିଦିନରୁ ଟେଷ୍ଟ ମ୍ୟାଚ୍ଟି ଆରମ୍ଭ ହେବ। ସକାଳ 10ରୁ ଏ ଟେଷ୍ଟ ମ୍ୟାଚ୍ଟି ଆରମ୍ଭ ହେବ। ଅଗଷ୍ଟ 7ରେ ୱାର୍ମଅପ୍ ଟେଷ୍ଟ ଖେଳିବ ଭାରତ। ଏଣିକି 5 ଦିନ ଜାଗାରେ 4 ଦିନିଆ ଅଭ୍ୟାସ ଟେଷ୍ଟ ମ୍ୟାଚ୍ ହେବ ଶ୍ରୀଲଙ୍କା ବିପକ୍ଷରେ। ଆଗରୁ ଅଗଷ୍ଟ 4 ତାରିଖରେ ୱାର୍ମଅପ୍ ଟେଷ୍ଟ ହେବାର ଥିଲା, ଏହାକୁ ଘୁଞ୍ଚାଇ କିନ୍ତୁ ଅଗଷ୍ଟ 7 ତାରିଖରେ ହେବାର ଅଛି ୱାର୍ମଅପ୍ ଟେଷ୍ଟ। ୱାର୍ମଅପ୍ ଟେଷ୍ଟ ମ୍ୟାଚ୍ ମଧ୍ୟ ସକାଳ 10ଟାରୁ ଆରମ୍ଭ ହେବ। ସୁମନ ଗିଲ୍ ବାହିନୀକୁ ଯେମିତି ହେଲେ 2ଟା ଯାକ ଟେଷ୍ଟ ମ୍ୟାଚ୍ ଜିତିବାକୁ ପଡ଼ିବ ଶ୍ରୀଲଙ୍କା ମାଟିରେ। ଭାରତ ନମ୍ବର 5ରେ ଅଛି WTC ପଏଣ୍ଟସ୍ ଟେବୁଲରେ। ଏଣିକି ସିରିଜ୍ଟି ଯଦି ଭାରତ ଜିତୁଛି, କ୍ଲିନ୍ ସୁଇପ୍ କରୁଛି, ତାହେଲେ ନମ୍ବର 3କୁ ପଳାଇବ ଭାରତ WTC ଅଙ୍କ ତାଲିକାରେ। ଆଉ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍ଟି ଗୁରୁତ୍ୱପୂର୍ଣ୍ଣ ରହିବ କୋଚ୍ ଗମ୍ଭୀର ପାଇଁ। ଗମ୍ଭୀର ଯେବେରୁ କୋଚ୍ ହୋଇଛନ୍ତି ଭାରତର, ଭାରତ ଗୋଟେ ବି ଟେଷ୍ଟ ସିରିଜ୍ ଜିତିବାରେ ସଫଳ ହୋଇନାହିଁ। ଯଦି ଭାରତ ହାରୁଛି ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍, ସେମିତିରେ ଗମ୍ଭୀରଙ୍କ କୋଚ୍ ପଦବୀରେ ଆଞ୍ଚ ଆସିବ। କାରଣ ଗତ 10ଟା ଟେଷ୍ଟ ମ୍ୟାଚ୍ ହୋଇଯିବ, ଭାରତ ଗୋଟେ ବି ଟେଷ୍ଟ ମ୍ୟାଚ୍ ହାରି ନାହିଁ ଶ୍ରୀଲଙ୍କା ବିପକ୍ଷରେ। ଏବେ ଯଦି ଗମ୍ଭୀରଙ୍କ ଭୁଲ ବା ରଣନୀତି ପାଇଁ ଭାରତ ହାରୁଛି ଶ୍ରୀଲଙ୍କା ବିପକ୍ଷରେ, ସେମିତିରେ ଗୋଟେ ତ ବିଜୟ ରଥ ଭାଙ୍ଗିଯିବ ଶ୍ରୀଲଙ୍କା ବିପକ୍ଷରେ। ତା ସହିତ ଭାରତର WTC ଫାଇନାଲରେ ପହଞ୍ଚିବା କଷ୍ଟକର ହେବ। କାରଣ ଭାରତକୁ 9ଟା ଟେଷ୍ଟ ମ୍ୟାଚ୍ରୁ 7ଟା ଟେଷ୍ଟ ମ୍ୟାଚ୍ ଜିତିବା ଦରକାର WTC ସାଇକେଲରେ, ହେଲେ ଯାଇକି ଭାରତ ଫାଇନାଲ ପହଞ୍ଚିବ WTC 2027ର। ଅଧିନାୟକ ସୁମନ ଗିଲ୍ ବର୍ତ୍ତମାନ ରାଗିକି ଅଛନ୍ତି ଗମ୍ଭୀର ଉପରେ, କାରଣ ସୁମନ ଗିଲ୍ ଚାହୁଁଥିଲେ ମହମ୍ମଦ ସାମି ଆସନ୍ତୁ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ରେ, ଆଉ କହିଥିଲେ ମହମ୍ମଦ ସାମି ମାତ୍ର 56ଟା ଟେଷ୍ଟ ମ୍ୟାଚ୍ରେ 220ରୁ ଅଧିକା ଟେଷ୍ଟ ୱିକେଟ୍ ନେଇଛନ୍ତି। ଏଣିକି ମହମ୍ମଦ ସାମିଙ୍କ ଏକ୍ସପିରିଏନ୍ସ ସାହାଯ୍ୟ କରିବ ଭାରତକୁ WTC ଫାଇନାଲରେ ପହଞ୍ଚାଇବା ପାଇଁ। କିନ୍ତୁ ଗମ୍ଭୀର କହିଲେ ସାମି 2023ରୁ ଗୋଟେ ବି ଟେଷ୍ଟ ମ୍ୟାଚ୍ ଖେଳି ନାହାନ୍ତି, ତାଙ୍କୁ ନେଇକି ଠିକ୍ ହେବନି। ସୁମନ କହିଲେ ସାମି ଭାଇ 230 ଓଭର ସମୁଦାୟ ବୋଲିଂ କରିଛନ୍ତି ରଣଜୀ ଟ୍ରଫି 2025-26ରେ 7ଟା ମ୍ୟାଚ୍ରେ। ବେଙ୍ଗଲ ପଟୁ ଖେଳି ସର୍ବାଧିକ 8ଟା ୱିକେଟ୍ ନେଇଛନ୍ତି ଗୋଟେ ଇନିଂସରେ। ତାଙ୍କ ପାଖରେ ଏକ୍ସପିରିଏନ୍ସ ଅଛି। ଏବେ ହିଁ ଠିକ୍ ସମୟ ସାମି ଭାଇକୁ ଆଣିବା ପାଇଁ। କିନ୍ତୁ ଚୟନକର୍ତ୍ତା ଅଗରକର ଆଉ କୋଚ୍ ଗମ୍ଭୀର କଥା ଏଡ଼ାଇ ଦେଲେ ସୁମନ ଗିଲ୍ଙ୍କର ମହମ୍ମଦ ସାମିକୁ ନେଇ।
ସୁମନ କହିଛନ୍ତି ଚୟନକର୍ତ୍ତା ଅଗରକର ଗୋଟେ ଏମିତି ସ୍କ୍ୱାଡ୍ ଚୟନ କରିକି ଦେଉଛନ୍ତି ଯେଉଁଥିରେ ସବୁ ଇଞ୍ଜୋର୍ଡ ହେଉଛନ୍ତି ଆଉ ବାଦ୍ ପଡ଼ୁଛନ୍ତି। ସେ ଓଡ଼ିଆଇ ହେଉ କି ଟେଷ୍ଟ ହେଉ, ବାର ବାର ସବୁ ମ୍ୟାଚ୍ ପରେ ପ୍ଲେଇଂ ଇଲେଭେନରେ ବଦଳି କରିବାକୁ ପଡ଼ୁଛି ଭୁଲ ଭାଲ ଚୟନକୁ ନେଇ। ହର୍ଷିତ ଆଉ ୱାଶିଂଟନ ସୁନ୍ଦର ସବୁବେଳେ ଚୟନ ହୋଇକି ଆସୁଛନ୍ତି ଓଡ଼ିଆଇ ଆଉ ଟେଷ୍ଟରେ, ଆଉ ସବୁ ସିରିଜ୍ ପୂର୍ବରୁ ଇଞ୍ଜୋର୍ଡ ହେଉଛନ୍ତି। ଏମିତି ରଣନୀତି କରିବାକୁ ବହୁତ ହି ଅସୁବିଧା ହେଉଛି। ସୁମନ କହିଲେ ମୋତେ ଫୁଲ୍ ପାୱାର ଦରକାର ଯଦି ମୁଁ କ୍ୟାପ୍ଟେନ୍ ରହୁଛି, ନହେଲେ ତମ କ୍ୟାପ୍ଟେନ୍ସି ନିଅ, ତମେ ନୂଆ କ୍ୟାପ୍ଟେନ୍ ଚୟନ କର। ଏବେ ଦେଖିବାକୁ ପଡ଼ିବ କ୍ୟାପ୍ଟେନ୍ କୋଚ୍ ଆଉ ଚୟନକର୍ତ୍ତା ଭିତରେ ଭିନ୍ନ ମତାମତ ଚାଲିଛି। ଏମିତିରେ ଅଧିନାୟକ ସୁମନ ଗିଲ୍ ଯଦି ଶ୍ରୀଲଙ୍କାରେ ସିରିଜ୍ ଜିତାଇ ଦେବେ, ତାହେଲେ ପ୍ରଥମେ ଅନଫିଟ୍ ହର୍ଷିତ ରାଣା ଓ ଅନଫିଟ୍ ୱାଶିଂଟନ ସୁନ୍ଦରକୁ ପ୍ରଥମେ ବିଦା କରିବେ ଟେଷ୍ଟ ଫର୍ମାଟରୁ ସବୁଦିନ ପାଇଁ କ୍ୟାପ୍ଟେନ୍ ସୁମନ। ଯେଉଁ ଦୁଇ ଜଣଙ୍କୁ ବାରମ୍ବାର ଟେଷ୍ଟରେ ପଶାଇ ସନ୍ତୁଳନ ବିଗାଡ଼ୁଛନ୍ତି କୋଚ୍ ଗମ୍ଭୀର ଆଉ ଚୟନକର୍ତ୍ତା ଅଗରକର। ସୁମନ କହିଲେ ସିନିୟର ଖେଳାଳି ଆଉ ୟୁବା ଖେଳାଳିଙ୍କୁ ମିଳିତ ଭାବେ ଟେଷ୍ଟ ଖେଳିବାକୁ ପଡ଼ିବ, ନାଇଁ ଖାଲି ୟୁବା ଖେଳାଳିଙ୍କୁ। ହେଲେ ଯାଇକି ଆମେ WTC ଫାଇନାଲରେ ପହଞ୍ଚିପାରିବା। ଆପଣମାନେ ଯଦି ଅଧିନାୟକ ସୁମନଙ୍କ କଥାରେ ସହମତ ଥିବେ, ନିଶ୍ଚୟ ମନ୍ତବ୍ୟ କମେଣ୍ଟରେ ଦେଇ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ସମସ୍ତ କ୍ରିକେଟ୍ ଅପଡେଟ୍ସ ପାଇଁ। ଧନ୍ୟବାଦ।